ସକାଳୁ ଉଠିଛି କି ନାହିଁ ମା ଆଉ ମିନା ମୋତେ କହିଲେ ଯା ପାନ ନେଇକି ଆସିବୁ, ରଜ ହେଲାଣି ତ ପାନ ଏତେ ପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। କଥା ଶୁଣିକି ସିଧା ଯାଇକି ମାର୍କେଟରେ, ଆଉ ମାର୍କେଟରେ ଯାଇକି ସିଧା ସାହୁ ବାବୁଙ୍କ ପାଖରେ। ସାହୁ ବାବୁ ଆଉ ମୋତେ ଟିକେ ରଜ ପାଇଁ ଗୋଟେ ସ୍ପେଶାଲ ପାନ 3ଟା ବନାଅ। ସାହୁ ବାବୁ କହିଲେ ହଉ ଠିକ୍ ଅଛି। ରଜରେ ପାନ ଖାଇବାରେ ହିଁ ମଜା ଅଲଗା। ଆମ ଓଡ଼ିଆ ସଂସ୍କୃତିରେ ଯେତେ ପର୍ବପର୍ବାଣି ଅଛି ସବୁଥିରେ ଖାଇବା ପିଇବା କିନ୍ତୁ ଭରପୁର ଅଛି। ଆଉ ସେ ଖାଇବା ପିଇବାର କିଛି ନିଆରା ମଜା, ନିଆରା ରଙ୍ଗ, ନିଆରା ଢଙ୍ଗ। ଆଉ ଏଇ ଯେଉଁ ପାନ, ରଜର ଗୋଟେ ପାନ ମାନେ ବହୁତ କିଛି ଦର୍ଶାଏ। ଆଉ ସେ ପାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରତ୍ୟେକ ଦିନ ଲାଗେ। ଜଗନ୍ନାଥଙ୍କୁ ଯେମିତି ପିଠାପଣା ପସନ୍ଦ, ସେଇଭଳିଆ ତାଙ୍କୁ ପାନ ବି ବହୁତ ପସନ୍ଦ। ସାହୁ ବାବୁ ତାପରେ ପାନରେ 2ଟା ଖିଲ ମାରିଦେଲେ। ସ୍ପେଶାଲ ରଜ ପାନ ସହ ଗୋଟେ ଚକୋଲେଟ୍ ପାନ ବି କରିକି ଦେଇଥିଲେ। ଆଉ ଚକୋଲେଟ୍ ପାନଟା ଏତେ ଟେଷ୍ଟି ଲାଗିଲା, ମୁଁ ଭାବିଲି ଚକୋଲେଟ୍ ପାନ ଭଲ ଲାଗିବନି, କିନ୍ତୁ ବହୁତ ବଢ଼ିଆ ଲାଗିଲା। ଆପଣମାନେ ମଧ୍ୟ ରଜରେ ପିଠାପଣା ସାଙ୍ଗରେ ପାନ ଖାଇ ରଜକୁ ଏନ୍ଜୟ କରନ୍ତୁ। ଆଉ ମୋତେ ନିଶ୍ଚୟ ଆପଣମାନେ କେମିତି ରଜକୁ ପାଳନ